ଆଜିର ମୁଖ୍ୟ ଖବର। ଭାରତ ପାଇଁ ଆସିଛି ଏକ ବଡ଼ ସ୍ୱାସ୍ଥ୍ୟ ଖବର। ଦେଶରେ ପ୍ରଥମ ଥର ପାଇଁ ଡେଙ୍ଗୁ ବିରୋଧୀ ଟିକା କ୍ୟୁଡେଙ୍ଗାକୁ ଅନୁମୋଦନ ମିଳିଛି। ଜାପାନର ଟାକେଡା କମ୍ପାନୀ ତିଆରି କରୁଥିବା ଏହି ଟିକା 4ରୁ 60 ବର୍ଷ ବୟସର ଲୋକଙ୍କୁ ଦିଆଯାଇପାରିବ। ଏହା ଡେଙ୍ଗୁର 4ଟି ଭାଇରସ୍ ପ୍ରକାର ବିରୋଧରେ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ। 2ଟି ଡୋଜ୍ 3 ମାସ ବ୍ୟବଧାନରେ ନେବାକୁ ପଡ଼ିବ। ଭାରତରେ ଡେଙ୍ଗୁ ନିମନ୍ତ୍ରଣ ଦିଗରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଆହୁରି ଗମ୍ଭୀର ହୋଇଛି। ଆମେରିକା ଦଶମ ରାତିରେ ଇରାନ ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ଏହାର ଜବାବରେ ଇରାନ ମଧ୍ୟ ମିସାଇଲ ଓ ଡ୍ରୋନ୍ ଆକ୍ରମଣ ଜାରି ରଖିଛି। ଜର୍ଡାନରେ 2 ଆମେରିକୀୟ ସେନାଙ୍କ ମୃତ୍ୟୁ ପରେ ଉଭୟ ଦେଶ ମଧ୍ୟରେ ତନାତନି ଆହୁରି ବଢ଼ିଛି। ବିଶ୍ୱ ଏବେ ଏହି ସଂଘର୍ଷର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରଖିଛି। ସ୍କୁଲ ମଧ୍ୟାହ୍ନ ଭୋଜନ ଯୋଜନାକୁ ଏବେ ଦରଦାମ ମାଡ଼। ଡାଲି, ପନିପରିବା, ତେଲ ଏବଂ ରନ୍ଧନ ଇନ୍ଧନର ଦର ବଢ଼ିଥିବାରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଖର୍ଚ୍ଚ ବୃଦ୍ଧି ପାଇଛି। ଶିକ୍ଷକ ଓ ରୋଷେଇ ଦାୟିତ୍ୱରେ ଥିବା ସଂସ୍ଥାମାନେ କହିଛନ୍ତି, ବର୍ତ୍ତମାନର ବରାଦରେ ଉତ୍ତମ ମାନର ଖାଦ୍ୟ ଯୋଗାଇବା କଷ୍ଟକର ହେଉଛି। ଏହି ପରିସ୍ଥିତିରେ ମଧ୍ୟାହ୍ନ ଭୋଜନ ପାଇଁ ସରକାରୀ ବରାଦ ବୃଦ୍ଧି କରିବାକୁ ଦାବି ଉଠିଛି। ଫୁଟବଲ ବିଶ୍ୱକପ୍ 2026ରେ ସ୍ପେନ୍ ଇତିହାସ ରଚିଛି। ଫାଇନାଲରେ ଆର୍ଜେଣ୍ଟିନାକୁ 1-0 ଗୋଲରେ ପରାସ୍ତ କରି ସ୍ପେନ୍ ବିଶ୍ୱ ଚାମ୍ପିୟନ ହୋଇଛି। ଅତିରିକ୍ତ ସମୟରେ ଫେରାନ୍ ଟୋରେସ୍ ବିଜୟସୂଚକ ଗୋଲ୍ କରିଥିଲେ। ମ୍ୟାଚ୍ ଶେଷ ହେବା ପରେ ଫୁଟବଲର ମହାନ ତାରକା ଲିଓନେଲ ମେସିଙ୍କୁ ଉଭୟ ଦଳର ଖେଳାଳିମାନେ ଗାର୍ଡ ଅଫ୍ ଅନର ଦେଇ ସମ୍ମାନ ଜଣାଇଥିଲେ। ଏହି ଭାବପ୍ରବଣ ମୁହୂର୍ତ୍ତ ଦର୍ଶକଙ୍କ ମନ ଜିତି ନେଇଥିଲା। ପୁରୀ ରଥଯାତ୍ରା ସମୟରେ ଘଟିଥିବା ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଭକ୍ତମାନଙ୍କ ପରିବାର ପାଇଁ ଓଡ଼ିଶା ସରକାର ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହା ସହିତ ଆହତ ହୋଇଥିବା ଲୋକମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଭବିଷ୍ୟତରେ ଏଭଳି ଘଟଣା ନ ଘଟିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯିବ ବୋଲି ସରକାର କହିଛନ୍ତି।